ହେଇଚିରେ ପୁଅ ମଣ୍ଟୁ ଭାଇ ଚିକେନ ଦୋକାନରୁ ଚିକେନ ନେଇ କାକା କଲେ ଚିକେନ ଲଲିପପ୍। ଚାଲନ୍ତୁ ଦେଖିବା କେମିତି କଲେ। ଆଉ କାକା କଣ ଚାଲିଛି ଆଜି? ଜୟ ଜଗନ୍ନାଥ ଜୟ ମା ହିଙ୍ଗୁଳା। ୱେଲକମ୍ ମାଇ ନ୍ୟୁ ବ୍ଲଗ ମିଷ୍ଟର ତାଲଚେର। ଏଇ ଭିଡ଼ିଓଟି ପଡ଼ିବ ଦେଖିବେ। ଆଜି ଆମର ଗଣିଆନା ଟିକେ ଆସିଛନ୍ତି ବଉଳପୁରରୁ। ସେ କହିଲେ ଆମେ ଟିକେ ଚିକେନ ଲେଗ୍ ପିସ୍ କରିବୁ କକା। କହିଲି ହଉ କକା ହାଣ୍ଡି ବସିବ ମାନେ ଖାଇବେ। ଆମେ 3 ଜଣ ମାମୁଁ ଆଉ ଗଣିଆନା ଆମର ଆସିଛି ଆଉ ମୁଁ ନିଜେ ଟିକେ କରି ମାନେ ଖାଇ ମିଶା ଟିକେ ଲେଗ୍ ପିସ୍ଟା ହବ। ଏଇଟା ହେଉଛି ଆମ ଟୁକି ଗାଡ଼ିଆ। ଦେଖିବା ତ ଟୁକି ଗାଡ଼ିଆ ବନ୍ଧ ଅଛି। ଏଇଟା ଗାଧା ହବ, ରୋଷେଇ ସରିଲା ପରେ ଗାଧା ହବ, ଖିଆ ହବ। ତ ଟୁକି ଗାଡ଼ିଆ ବନ୍ଧ ଦେଖିଲେ ଆମର ଏଇଟା ହେଉଛି କୁସୁମ ଗଛ। ସବୁ ସେଟଅପ୍ ରେଡ଼ି କରିସାରିଲେଣି। ଗ୍ୟାସ୍ ଦେଖ ରେଡ଼ି ପୁରା କରିସାରିଲେଣି। ଗ୍ୟାସ୍ ଲଗେଇ ସାରିଲେଣି। ଆମର କ'ଣ କ'ଣ ସାମଗ୍ରୀ ଆଇ ଯାକ ଦେଖେଇ ଦେଉଛି। ମିନେରାଲ ୱାଟର ପୁରା ଆସିଛି, ଚିଲ୍ ପାଣି ପୁରା ଆସିଛି, ଆମର ଫିଲ୍ଟର ଲାଗିଛି। ସେଠୁ ଆସିଛି ଥଣ୍ଡା ପାଣି, ଆମର ଖଲି ଆସିଛି, ସେଇ ଗିଲାସ ଆସିଛି, ଥଣ୍ଡା ଆସିବ ଯେଉଁ ପିଆ ହବ, ପଟା ଆସିଛି କାଟିବା ପାଇଁ। ସେ ଚିକେନ ଲେଗ୍ ପିସ୍ ପୁରା ରେଡ଼ି କରିକି ଧୁଆ ହେଇକି ଆସା ହେଇଛି। ଚିକେନ ଲେଗ୍ ପିସ୍ ଖୋଲିଲେ ଜଣା ପଡ଼ିବ। ତମେ ଇଏ ମସଲା ପେଷ୍ଟ ହେଇକିନା ଆସିଛି। ଏଇଥିରେ ଅଛି ଅଦା, ରସୁଣ, କଞ୍ଚା ଲଙ୍କା ଆଉ ଟମାଟୋ ପୁରା ମିକ୍ସ ହେଇକିନା ଆସିଛି। ଏ କପଡ଼ା ଆମର ଧରିବା ପାଇଁ କଡ଼େଇ। ଆଉ ଏଥିରେ ତ ମସଲା ଅଛି ଆଉ ଉଲି, ଲଙ୍କା, ତେଲ, ଚିକେନ ମସଲା, ଗରମ ମସଲା, ଜିରା ଗୁଣ୍ଡ। ହେଇଯିରେ ପୁଅ ଲୁଣ ଭୁଲି ଯାଇଛି। ଆଉ ସେ ଆମର କଡ଼େଇ ବାହାରି ପଇଲା। ସେ ଆମର ଛୁରୀ ପୁରା ଧାର ଅଛି। ଆଉ ଷ୍ଟାର୍ଟ କରିବା ଆମେ। ଆଉ ପ୍ରଥମେ ଆମେ ପିଆଜ ଟିକେ ଚୁନ ଚୁନ କାଟିବା। ଏଇ ଭିତରେ ଆମର ଗଣେଶ ଭାଇ ଅଛନ୍ତି କ୍ୟାମେରା ପଛକରେ। ସେ ଯିବେ ଭାରି ଲୁଣ ଟିକେ ଧରି ପଳାଇବେ। ତ ଆମେ ବର୍ତ୍ତମାନ ଆମେ ଟିକେ ବଏଲ୍ କରିବା ଚିକେନଟାକୁ ଆମେ ବଏଲ୍ କରିବା। ତ ପ୍ରଥମେ ଆମେ ପାଣି ଟିକେ ଅଧାରେ ତ ବୁଦୁ ନା ଗ୍ୟାସ୍ଟି ଲଗେଇବା। ଗ୍ୟାସ୍ ସିଲିଟା ବାହାର କରି କଡ଼େଇଟାକୁ ଆମେ ମାଜି ଦେଉଛୁ ଟିକେ ଭଲ କି, ନହେଲେ ଭଲ ଲାଗିବନି। ପରିଷ୍କାର ଟିକେ ଦରକାର। ପରିଷ୍କାର ଏମିତି ନ ମାଜିଲେ କରିବା ପାଇଁ ଭଲ ଲାଗିବନି। ମୋର ଟିକେ ପରିଷ୍କାର, କକା ମାନେ ପରିଷ୍କାର। ହ୍ୱାଇଟ୍ ପୁରା ଧୋତି ବାଣା ହେଇଛି, ଗେଟଅପ୍ ହେଇଛି। କକାର ହାଣ୍ଡିଶାଳ। ଓକେ, ବନ୍ଧ ପାଣିରେ ଧୋଇକିନି ପୁଣି ଆଣିଲା ପରେ ପୁଣି ଟିକେ ଆମେ ଆମ ମିନେରାଲ ୱାଟରରେ ଧୋଇଦେଲୁ। କଡ଼େଇ ପୁରା ପରିଷ୍କାର ଚକାଚକ। ଏଗୁଡ଼ା ଆମେ ନିଆଁ ଲଗେଇବା। ନିଆଁ ଗ୍ୟାସ୍ ଟିକେ ଅନ୍ କରିଦେବା। ନିଆଁ ଲଗେଇବା। ରୁମ୍ ଭିତରେ କେତେ କରିବ ମଣିଷ? ଟିକେ ଖୋଲା ପବନ ଖାଇକିନି କରିବାର ଯେଉଁ ମଜା। ଗ୍ୟାସ୍ ଆମର ଲାଗିଗଲା। କଡ଼େଇ ବସିଲା। କଡ଼େଇ ପୁଣି ଆମେ ପାଣି ଗରମ ଆମର ଫୁଟିଲାନି। ଆମେ କ'ଣ ଲେଗ୍ ପିସ୍ଟା ଧରିଲୁ। ଆମେ ଧୋଇକି ପୁରା ଆଣିଥିଲୁ ଚିକେନ ଦୋକାନରୁ। ଆମ ମଣ୍ଟୁ ଭାଇରୁ ଆଣିଥିଲୁ। ସେଠୁ ତାପରେ ଆମେ ଧୋଇକି ପୁରା ପରିଷ୍କାର କରିକି ଆଣିଛୁ। ଖାଲି ପୁଣି ଛାଡ଼ା ହେବ ଟିକେ ଚିକେନଟାକୁ ବଏଲ୍ କରାହେବ। 70% ସିଝା ଚିକେନ ଲଲିପପ୍। ଯେତେ ଜୀବାଣୁ ଥିବେ ବାହାରି ଯିବ। ଏଇଭଳିଆ ଛାଡ଼ା ହେବ। ଆମ ଦେଖ ରେଡ଼ି। ଏଗୁলো ଆମେ ପିଆଜ କଚ କଚ କାଟିବା। ଓକେ ରେଡ଼ି। ଏଗୁলো ଆମେ ପିଆଜକୁ କଚ କଚ କିନି କାଟିବା। କାଟି ହବ। ଆଉ ଗୋଟେ ଜିନିଷ ଭୁଲିଗଲି। ଲେମ୍ବୁ ଟିକେ ଚିପୁଡ଼ି ଦେବା, ନହେଲେ ଲେଗ୍ ପିସ୍ଟା ଫିଟିଯିବ। ମାଂସଟା ଫିଟିଯିବ। ୟାକୁ ଦେଲେ ଲେମ୍ବୁଟାକୁ ପକାଇବାର ପ୍ଲସ୍ ପଏଣ୍ଟ ହେଉଛି ମାନେ ଫିଟିବନି ମାଂସଟା। ଝାଳ ଯେତେ ବାହାରୁଛି ରୁମ୍ ଭିତରେ ହେଲେ ପଚିଯାଏ। ଏଇଠି ଟିକେ ପ୍ରକାର ଅଛି। ପିଆଜକୁ ପୁରା ପତଳା ପତଳା କାଟିବା। ଚୁନ 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 କଚ 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 କଚ।
ଆମର ପିଆଜ ଛଡ଼ା ଚଲିଲା ଆଉ କାକା ଏବେ କାଟିବେ କଚ 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 ପିଆଜ ଟିକେ ପାଖେଇ ଆଣ ପୁରା କାଟୁଛି ଦେଖ କେମିତି କାଟାଯିବ ଏମିତି ଆଗ ଛଡ଼େଇକି ପିଆଜ ଏମିତି କରିଦେବ ଫାଳ ଫାଳ ବୋଲେ ଗ୍ୟାସ୍ଟା ଉଡ଼ିଯିବ ଆଉ ଆଖି ପୋଡ଼ିବନି ହାତ ତମର ଯେତେ ସ୍ପିଡ଼ କାଟିବ ମୋର ଏତିକି ସ୍ପିଡ଼ ମୁଁ ଏତିକିରେ କାଟୁଛି ମୋ ଏଇ ଛୁରୀ ଥିବ ମାନେ ମୁଁ ସବୁ କାଟିଦେବି ମାନେ ଏତେ ପତଳା କାଟିବି ତମେ ବିଶ୍ୱାସ କରିପାରିବନି କଚ 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 ପୁରା ସାର ମୁଁ ଧାର ଛୁରୀ ମାନେ ମୁଁ ତର ତର କାଟିବି କୁଇଣ୍ଟାଲରେ ମାନେ ଲାଗିବ ମୋତେ 15 ମିନିଟ୍ ବେଶୀ ନାହିଁ କୁଇଣ୍ଟାଲରେ ମୋତେ 15 ମିନିଟ୍ ଲାଗିବ ଗପ କ'ଣ ନ ଗଣିଆ ନା ସତ କଥା କହୁଛି କକା ମିଛ କହିଲି ଆହୁରି ସ୍ପିଡ଼ କାଟୁଛି କିନ୍ତୁ ଝାଳ ବାହାରୁଛି ନା ହାତ ଖସିଛି ଗଲେ କଟିଯିବ ବୋଲି ଏଥିପାଇଁ ସ୍ଲୋ ଟିକେ କାଟୁଛି ନହେଲେ ଆହୁରି ସ୍ପିଡ଼ ଆଖି ପିଛୁଡ଼ା କେତେ ପିଆଜ ଉଡ଼ିବ ଓ ଆଖି ବର୍ତ୍ତମାନ ଆମର ପିଆଜ କଟା ସରିଲା ଆମେ ଟିକେ ଦେଖିଦେବା ଚିକେନ୍ କେତେ ପରସେଣ୍ଟ ଆମର ସିଝିଲାଣି ଉଠାଅ ପୁରା ରେଡ଼ି ହେଇଗଲା ନା ଆଉ ଏକୁ ନାହିଁ ଆମେ ଓହ୍ଲେଇବୁ ବଏଲେ 70% ହେଇସାରିଲାନି ୟାକୁ ମସଲାରେ ଖାଲି କଷା ହେବ ତାପରେ ଆମେ ତ ଦେଖିବା କେମିତି ହେଇଛି ରେସିପିଟା ଆଉ ଗଣେଶ ଭାଇ ଆମର କହିବେ ଆଉ ବଉଳପୁରରୁ ଆସିଛନ୍ତି ବଉଳପୁର କେତେ ବାଟ ଜାଣିଛ ବଉଳପୁର କେତେ ବାଟ କିରେ ଭାଇ 14 କିଲୋମିଟର ମୋ ଭାଇଟା ଆସିଛି ଖରାରେ ଲେଗ ପିସ୍ ଖାଇବ ବୋଲି ମୁଁ ତାକୁ ଯଦି ବାଗେଇକି ନଦେବି ଆଉ ଥରେ ଆସିବ ଇଟା କିଛି ବନେଇ ଜାଣିନି କକା ହାତ ମାରିବ ଜିରା ଗୁଣ୍ଡ ମାରିବ ଏମିତି ଟେଷ୍ଟ ଲାଷ୍ଟ ତ ନିଶ୍ଚୟ କହିବ ଏଇ ଭିଡ଼ିଓରେ କହିବ ନିଶ୍ଚୟ ଆମର ବଏଲ ଦେଖିବାର ଚିକେନ ରେଡି 80% ହେଇଯାଇ ଚିକେନ ଆଉ 20% ବାକି ରହିଲା ମସଲା କଷିକି ପକେଇ ଦିଆ ଗୋଟେ କଡ଼େଇଟା ପୁଣି ଦିଆ ହେବ ପରିଷ୍କାର କରି ଦିଆ ହେବ ମିନେରାଲ ୱାଟର ଆମର ଆସାଇ ସରିଗଲାଣି ଘରେ ଆସିବା ପରେ ଭୁଣ୍ଡ ତ ଆମେ କଡ଼େଇ ଟିକେ ପୁଣି ଧୋଇ ଦେଲୁ ତ ଆମର ପୁଣି ଗ୍ୟାସ୍ ଷ୍ଟାର୍ଟ ହେଇଗଲା ସୋରିଷ ତେଲ ଏଇ କମ ସେ କମ 6ଟି ଲେଗ୍ ପିସ୍ ହେଇଯିବ 700 କି 800 ଗ୍ରାମ ହେଇଯିବ ଲଲିପପ୍ ହେଇଛି ତାକୁ ଦେବ ତେଲ ମାତ୍ର 70 ml ଦେବ ବେଶୀ ଦେବ ତେଲ ହେଇଯିବ ତେଲ ଦେଇ ସାରିଲା ପରେ ଇଏ ତେଲ ପୁରା ଟିକେ ଟକମକ ଫୁଟିଲା ବେଳକୁ ମାନେ ଗରମ ହେଇଗଲେ ଆମେ ଯେଉଁ କଟା ହେଇଯିବ ପିଆଜ ଆମର ପଡ଼ିଗଲା ଆମେ କଟର ଚଲେଇଦେବା ଆମର ଯେଉଁ ଖାଣ୍ଟି ଅନୁଗୁଡ଼ିଆ ନାହାନ୍ତି ସେ ଭିଡ଼ିଓ କରୁଛନ୍ତି ନା ପିଆଜକୁ ତେଲରେ ପିଆଜ ପେଲ ତାପରେ କଟର ଚଲେ ଆମେ ଟିକେ କପି କରିଦେଲୁ ଆଉ କାହିଁକି ତମେ କପି କରେନି କାଢ଼ୁ କିନ୍ତୁ କରିଦେଲି କପି ଟିକେ ଭଲ ଲାଗେ ଏଇ ୱାର୍ଡ଼ଟା ତ କଟର ଆମେ ଭାଜିବା କଟର ପିଆଜଟା ବ୍ରାଉନ୍ କଲର୍ ହେଇସାରିଲା ପରେ ଦେଖ ପିଆଜ ପୁରା ବ୍ରାଉନ୍ କଲର୍ ହେଇସାରିଲାଣି ବ୍ରାଉନ୍ କଲର୍ ହେଇଗଲା ମାନେ ଆମେ ତାପରେ ଗୋଟେ ମସଲା ପକାଇବା ଯେଉଁ ପେଷ୍ଟଟା ହେଇଛି ଅଦା ରସୁଣ ଟମାଟୋ କଞ୍ଚା ଲଙ୍କା ପେଷ୍ଟଟା ଆମେ ଗୋଟେ ପକାଇବା ଏଇଟା ପେଷ୍ଟଟା ପଡ଼ି ପରେ ରାଗ ପ୍ରବଳ ହେଇଯିବ ଦେଖୁଛୁ ଲଙ୍କା ଗ୍ୟାସ୍ ବାହାରି ପଡ଼ିବ ତାପରେ ଆମେ ପୁଣି ଧୋଇ ଦେଇ ପଡ଼ିଛୁ ଭାତଟା ତାପରେ କଟର ହିଁ ଚଲେଇଦେବା ଟିକେ ମସଲାକୁ ତ 5-10 ମିନିଟ୍ କଷିବା ମସଲାକୁ ଯେତେ କଷିବ ସେତିକି ଟେଷ୍ଟ ବାହାରିବ ତାପରେ ସେ ପାଣି ଟିକେ ପକାଇବା ମସଲା ଟିକେ ମରିବ ମାନେ ପାଣି ହାଲକା ଟିକେ ଦେବା ହାଲକା ଦେଇଦେଲେ ଏଗୁলো ଆମେ ସବୁ ମସଲା ପକାଇବା ପାଉଡ଼ର ମସଲା ହଳଦୀ ପକାଇଦେବା ଆମର ଏଇ ଚିକେନ୍ ଅନୁସାରେ ହଳଦୀ ଆମେ ପକାଇବା ମୁଁ ମାପ ଜାଣିଛି ମୋ ହାତ ମାପ ଆପଣମାନେ ଜାଣିପାରିବେନି ଚାମଚରେ ମୁଁ ହଳଦୀ ପକାଇବି ଛୋଟ ସ୍ପୁନ୍ 1.5 ଚାମଚ ପକାଇବା ହଳଦୀ ଯେତିକି ପକାଇଲେ ଭଲ ଲାଗିବ କାରଣ ହଳଦୀ ବେଶୀ ଖାଇଲେ କହନ୍ତି କୁର୍ମି ମରିଯାଏ ପେଟରୁ ତ କୁର୍ମି ମଲେ ଆମ ଦେହରେ ଲାଗିବ ବଡ଼ ହେବ ମନେ ବଢ଼ି ହେବ ଦେଖିବା ମୋ ବଡ଼ି ଦେଖୁ ନାହିଁ ମୋ ଭଳିଆ ବଢ଼ି ହେବ ହଳଦୀ ବେଶୀ ଖାଆନ୍ତି କୁର୍ମି ମାରନ୍ତୁ ବଢ଼ି ହେବ ତାପରେ ଆମେ କଲର୍ ଲଗାଉ କଲର୍ ଲଙ୍କାଗୁଣ୍ଡ ମାରି ସାରିଲେ ସ୍ଲୋ ଫ୍ଲେମ୍ କରିଦେବା ନହେଲେ ଜଳିଯିବ ହାଡ଼େ ତାପରେ ଚିକେନ୍ ମସଲା ଆମେ ପକାଇବା ଗରମ ମସଲା ମସଲାଟା ପୁରା ଚିକେନ୍ ମସଲା ବି 2 ଚାମଚ ଖବର ପକାଇବା ଆମର ତ ପକେଟେ 5 ଟଙ୍କାରେ କିଣି ଆଣିଲେ ଟିକେ ବଳିବ ଆଉ ସେ ଗଲା ତାପରେ ଜିରା ପାଉଡ଼ର 5 ଟଙ୍କାରେ ଗୋଟାଟା ପକାଇଦେବ ଜିରା ପାଉଡ଼ର 5 ଟଙ୍କାରେ ଗୋଟା ଜିରା ପାଉଡ଼ର ଯେତିକି ବଳେ ମଜା ଲାଗିବ ସେଠି ମାରି ଜିରା ଗୁଣ୍ଡ ପପୁଲର ଡାଇଲଗ ନାହିଁ ମାରିଦେବି ଜିରା ଗୁଣ୍ଡ ପୁରା ସାଇଁ ଜିରା ଗୁଣ୍ଡ
ପଇସା ତାପରେ ଇଏ କଲେ ସବୁ ଗଲେ ତାପରେ ଆମର ଗରମ ମସଲାଟା ତାହେଲେ ହେଇ ସାରିଲା ପରେ ପକାହବ ପକେଇବା ଆଇଟମ୍ ସବୁ ସରିଗଲା ଆମେ ଟିକେ ଗୋଟେ ଶୋ ପାଇଁ ଖାଲି ଲଙ୍କା ପକେଇବା 2-3ଟା କଟେଇକି ପକେଇବେ ଲଙ୍କା 2-3ଟା ପକେଇଦେବେ ଲଙ୍କା କଞ୍ଚା ଲଙ୍କା ତିନିଟା ଲଙ୍କା ପକେଇଦେବେ ତାପରେ ଏପଟେ କଟର ଘାଣ୍ଟି ଦେବେ କଣ ସେଠି ହଉଛୁ ଚପଳ ପୁରା ତାତି ଯିବ ଆମର ମସଲା ରେଡି ପୁରା ହଉଛି ଗଣେଶ ଭାଇ ଆଉ ତମେ ଗଫିଲେ ହବ କି ଆସିଛ ଏତେ ଦିନ ପରେ ଆସିଛ ମୋ ସାଙ୍ଗେ ନ କଥା ହେଇକି କକା ସାଙ୍ଗରେ କଥା ହୁଅ ଗାଁ ଭଲ ମନ୍ଦ ଟିକେ ଚିକେନ ଲେଗ ପିସ୍ ଚିକେନ ଭିତରକୁ ତେଲ ଖାଲି ଟିକେ ହାଲକା ପାଣି ଟିକେ ପକେଇଦେବା ବେଶୀ ନାହିଁ ହାଲକା ଟିକେ ପାଣି ପକେଇଦେବା ଗ୍ରେଭି ଟିକେ କରିବା ପାଇଁ ଗ୍ରେଭି ଟିକେ କରିବା ଆମର ମୁଢ଼ି ଟିକେ ଆସୁଛି ନା ମୁଢ଼ି ଟିକେ ଆସୁଛି ଏମିତି ଶୁଖିଲା ଖାଇ ହେବ ଫେଭରାଇଟ ଜିନିଷ କାହାର ମୁଢ଼ି ଗଣେଶ ଭାଇ କହିଲା ଏମିତି ଖାଇ ହେବନି ଟିକେ ମୁଢ଼ି ଦରକାର ତାପରେ ପୁଣି ଲେମ୍ବୁ ପୁଣି ଟିକେ ପକେଇଦେବା ଗୋଟେ ଲେମ୍ବୁ କାରଣ ନହେଲେ ଫିଟିଯିବ ନା ଲେମ୍ବୁ ପକେଇଦେବା ଲୁଣଟା ଆଉଛି ଆଉ ଲେମ୍ବୁ ପକେଇକି ତାକୁ ଟିକେ ଘାଣ୍ଟି ଦେବା ତାପରେ କାକା କ'ଣ ସାର୍ଟ ପ୍ୟାଣ୍ଟ ଖୋଲି ସାରିଲ ନା ପ୍ୟାଣ୍ଟ ପିନ୍ଧିଛି ହଉ ଧୋତି ପିନ୍ଧିଛି ମୋର ଧୋତିଟା ଖୋଲି ହେବନି ସାର୍ଟଟା ଖୋଲି ଦେଇଛି ଟିକେ ଆଉ ଏ ଯେଉଁ ଟେରିଲିନି ଆମର ଯେଉଁ କକା କଥା କହୁଛ ମାନେ ଆଗରୁ ପୂର୍ବ 20 ବର୍ଷ ତଳ କଥା ହଉଛି 20-30 ବର୍ଷ ତଳ କଥା କହୁଛି ଏତେ ଖଦି କପଡ଼ାରେ ସବୁ ସାର୍ଟ ଆସୁଥିଲା ଯେଉଁ ଧୋତି ଆସୁଥିଲା ଏ କ'ଣ ଧୋତି ବି ଡୁପ୍ଲିକେଟ୍ ଆଇଲାନି ଏ ଯେଉଁ ଗଞ୍ଜି ପିନ୍ଧିଥିଲି ଖାଲି ତ ଝାଳ ନଗିନି ବୋଇଲା ଯେ ମୁଇଁ ବାଳ ଖୋଲି ଦେଇଛି ଚଲେଇଛି ଆଉ ଆମର ରେଡ଼ି ହେଇଗଲାଣି ଦେଖିଥିବ ଏଠି ଚିକେନ୍ ଆଡ଼େ ଆମର ରେଡ଼ି ହେଲା ଖାଲି ଲୁଣ ଟିକେ ପଡ଼ିବ ପହଞ୍ଚି ପାରୁନି ଲୁଣ ପହଞ୍ଚୁଛି ଫ୍ଲାଇଟ୍ରେ ଆସୁଛି ଲୁଣ ଆସୁଛି ଏଇ ଯେ ଆସିଲାନି ମାମୁଁ ହାଡ଼ୁ ଆସିଲାନି ଆସିଲା କ'ଣ ମାମୁଁ ଆସିଲାନି ଲୁଣ ଖାଲି ପକେଇ ଦିଆହେବ ଲୁଣ ପକେଇକି ମାତ୍ର 2 ମିନିଟ୍ କଷି ଦେଇକିନି ଗରମ ମସଲାଟି ମାରିଦେଲେ ରେଡ଼ି ଆଉ ପାଟିରୁ ନାଳ ଆସିଲା ନା रहा नहीं जाता तड़प ही ऐसी है ना ଦେଖାଯାଉ ଟେଷ୍ଟଟା କ'ଣ ହେଉଛି କହିବେ ଆଉ ଖାଇସାରିଲା ପରେ ଆଉ ଭଲ ତ ଦେଖାଯାଉ ଦିଅ ଲୁଣଟା ଦେଇଦିଅ ଏଇ ଲୋକକୁ ଆମେ ଲୁଣ ପାଇଁ ପଠେଇଥିଲୁ ଆମର ରେଡି ହେଇକି ସବୁ ସରିଲା ନା ଏବେ ଯାକେ ପହଞ୍ଚି ପାରୁନାହାନ୍ତି ମାମୁଁ ଆମର ସବୁଠୁ ଲେଟ୍ ଓକେ ଲୁଣ ପକେଇବା ସ୍ୱାଦ ଅନୁସାରେ ଲୁଣ ପଡ଼ିଗଲା ଆମର ତାପରେ ଯଦି ପାଇବନି ଲୁଣ ଗେଞ୍ଜି ଖାଇବା ଆଉ ତାପରେ ଗରମ ମସଲା ଟିକେ ଆମେ ପକେଇଦେବା ଗରମ ମସଲା ଲାଷ୍ଟରେ ପକାହେବ ଗରମ ମସଲା 5 ଟଙ୍କାର ଅଧେ ପକେଇବ 5 ଟଙ୍କିଆଟା କିଣିବ ଅଧେ ପକେଇବ ନହେଲେ 2 ଟଙ୍କିଆ ଆମର ଗରମ ମସଲା ଗୋଟେ ପକେଇଦେବ ଘାଣ୍ଟି ଦେବା ଘାଣ୍ଟି ଦେଇକି ଖାଲି ଟିକେ ଘୋଡ଼େଇ ଦେବା ତାପରେ ରେଡ଼ି କରିଦେବା ଗାଡ଼ିଆ ନା ତମ ପାଇଁ ରେଡ଼ି ହେଇଗଲା କକା ହାଣ୍ଡି ଶାଳ ଚିକେନ୍ ଲେଗ୍ ପିସ୍ ନାହିଁ ଚିକେନ୍ ଲଲିପପ୍ ଆମେ ଖାଇବା ମୁଢ଼ି ଆସିଯାଇ ଗଣିଆ ନା କକା ଚିକେନ୍ଟା କେମିତି ଲାଗୁଛି ଖାଇକି ଟିକେ କହିଲ ଟେଷ୍ଟ ଟିକେ କର ବହୁତ ଗରମ ଅଛି ଯେ ଠିକେ ଛିଡ଼ା ତମ ଗୋଟା ହିନ୍ଦି ଗଲେ ହବ ମାମୁଁ ସେଦିନ ତ ଆମେ ଖାଇଥିଲୁ ଆଜି ଲଲିପପ୍ ହେଇଛି ଲଲିପପ୍ ଠିକ ସାଇଜ ଅଛି ଆଉ ଏବେ ବସି ଗରମ ଅଛି ଚାଖି ହଉନି ତଥାପି ଟିକେ ଅଗେଇକିନି ନହେଲେ ବାଇରେ କକା ରୋଷେଇ କରିଛି ମାନେ ଆଜି ଲେମ୍ବୁଟା ଚିପୁଡ଼ା ହେଇଛି ମାନେ ମାଂସ ଫିଟୁନି ଲୁଣ ଲାଗିଛି କି ନାଇଁ ଲୁଣ ଠିକ ଅଛି ଟିକେ ଆଜି ରାଗ ଟିକେ ଅଛି ରାଗ ପଡ଼ିଛି ଟିକେ ଆଜି ଗରମକୁ ରାଗ ବହୁତ ବିରକ୍ତ ଲାଗେ ତଳେଇ ଦେବା